ନାଟକ ହଉଛି ଲକ୍ଷ୍ମୀ। ଏଟା ହଉଛି ଅପୂର୍ଣ୍ଣ ଅମିତ୍ରାକ୍ଷର ଛନ୍ଦରେ ରଚିତ। ତାର ରଚନା କାଳ କେତେ? ରଚନା କାଳ ହଉଛି 1937। ତାପରେ ତା ପରବର୍ତ୍ତୀ ନାଟକ ହଉଛି ନା ପୌରାଣିକ ନାଟକ। ପୌରାଣିକ ନାଟକ କିଏ କହିପାରିବ? ହ୍ୟାଲୋ, କିଏ କହିପାରିବ? ଆଜ୍ଞା ମ୍ୟାଡାମ, ଧ୍ରୁବ, ମୃଗୟା, ହରିଶ୍ଚନ୍ଦ୍ର। ହଁ, ତାଙ୍କର ପୌରାଣିକ ନାଟକ ହଉଛି ଧ୍ରୁବ, ମୃଗୟା, ଶକୁନ୍ତଳା ଓ ହରିଶ୍ଚନ୍ଦ୍ର। ତ ମୃଗୟା ନାଟକ ହଉଛି ବଙ୍ଗଳାର ସିନ୍ଧୁବଦ୍ଧ ନାଟକ ଦ୍ଵାରା ପ୍ରଭାବିତ। କେଉଁ ନାଟକ ଦ୍ଵାରା ପ୍ରଭାବିତ? ସିନ୍ଧୁବଦ୍ଧ ନାଟକ ଦ୍ଵାରା ପ୍ରଭାବିତ। ତାପରେ ଶକୁନ୍ତଳା ନାଟକ, ଏହା ଲେଖିପାରୁଛ? ଯାହା ଡାକୁଛି ଇମ୍ପୋର୍ଟାଣ୍ଟ ଅଛି ସେଗୁଡା ଲେଖି ପକାଅ। ମୃଗୟା ନାଟକ ବଙ୍ଗଳାର ସିନ୍ଧୁବଦ୍ଧ ନାଟକ ଦ୍ଵାରା ପ୍ରଭାବିତ। ତାପରେ ପରବର୍ତ୍ତୀ ନାଟକ ହଉଛି ଶକୁନ୍ତଳା ନାଟକ। ଏହା କାଳିଦାସଙ୍କ ଅଭିଜ୍ଞାନ ଶାକୁନ୍ତଳମ୍ ନାଟକ ଦ୍ଵାରା ପ୍ରଭାବିତ। ହେଲା, ଶକୁନ୍ତଳା ନାଟକର ଚରିତ୍ର ହଉଛି ଭାଗ୍ୟ। ଏହାର ଚରିତ୍ର କିଏ? ଭାଗ୍ୟ। ଏହାର ଚରିତ୍ର ହଉଛି ଭାଗ୍ୟ। ଦିଲେଶ୍ଵର, ମୁଁ ଏଟା ହଁ ମ୍ୟାଡ଼ାମ। କାଳିଚରଣଙ୍କ ନାଟକ ଗୁଡିକ ପଢଉଛି। ପ୍ରଥମ ନାଟକ ହେଲା ତାଙ୍କର ଲକ୍ଷ୍ମୀ ନାଟକ, ଯୋଉଟା କି ରଚନା କାଳ ହଉଛି 1937 ମସିହା। ଏହା ଅପୂର୍ଣ୍ଣ ଅମିତ୍ରାକ୍ଷରରେ ରଚିତ। ତାଙ୍କର ପରବର୍ତ୍ତୀ ପର୍ଯ୍ୟାୟର ନାଟକ ହଉଛି ପୌରାଣିକ ନାଟକ। ପୌରାଣିକ ନାଟକ ହଉଛି ଧ୍ରୁବ, ମୃଗୟା, ଶକୁନ୍ତଳା ଓ ହରିଶ୍ଚନ୍ଦ୍ର। ମୃଗୟା ନାଟକ ବଙ୍ଗଳାର ସିନ୍ଧୁବଦ୍ଧ ନାଟକ ଦ୍ଵାରା ପ୍ରଭାବିତ। ତାପରେ ଶକୁନ୍ତଳା ନାଟକ, ଏହା କାଳିଚରଣଙ୍କ ଅଭିଜ୍ଞାନ ଶାକୁନ୍ତଳମ୍ ନାଟକ ଦ୍ଵାରା ପ୍ରଭାବିତ। ଏହାର ଚରିତ୍ର ହଉଛି ଭାଗ୍ୟ। ଲେଖୁଥାଅ ଯୋଉଟା ଇମ୍ପୋର୍ଟାଣ୍ଟ ଅଛି, ଆଉ ଯୋଉଟା ନ ଶୁଣି ପାରିବ ପଚାରିବ। ତାପରେ ହଉଛି ତାଙ୍କର ପରବର୍ତ୍ତୀ ପର୍ଯ୍ୟାୟର ସାମାଜିକ ନାଟକ। ଲେଖିଦିଅ ଏଇଟା, ତାଙ୍କ ପରବର୍ତ୍ତୀ ପର୍ଯ୍ୟାୟର ସାମାଜିକ ନାଟକ। ତ ତାଙ୍କ ସାମାଜିକ ନାଟକ କିଏ କହିପାରିବ? ପ୍ରତିଶୋଧ, ଆହୁତି, ଗାର୍ଲସ ସ୍କୁଲ, ପରିବର୍ତ୍ତନ, ପ୍ରତିଶୋଧ, ଆହୁତି, ଚୁମ୍ବନ। ଭାତ, ବନମାଳା। ଶୁଣ, ତାଙ୍କର ହଉଛି ପରବର୍ତ୍ତୀ ପର୍ଯ୍ୟାୟର ସାମାଜିକ ନାଟକ ହଉଛି ପ୍ରତିଶୋଧ, ଆହୁତି ଓ ଗାର୍ଲସ ସ୍କୁଲ। ତ ପ୍ରତିଶୋଧର ଆଲୋଚନା କରିବା। ଏହା କାଳିଚରଣଙ୍କ ପ୍ରଥମ ସାମାଜିକ ନାଟକ। ଲେଖିଲ ପିଲାମାନେ। ଏହା କାଳିଚରଣଙ୍କ ପ୍ରଥମ ସାମାଜିକ ନାଟକ। ପ୍ରତିଶୋଧ ନାଟକଟି ବହୁ ବିବାହ ଓ ଗାଁ ମହାଜନ ମାନଙ୍କର ଧନ ଲୋଲୁପତା ଆଦି ସାମାଜିକ ସମସ୍ୟାକୁ ଭିତ୍ତି କରି ରଚିତ। କଣ ନା ସେତେବେଳେ ସମାଜରେ କଣ ଚାଲିଥିଲା ନା ବହୁ ବିବାହ ଚାଲିଥିଲା। ଜଣେ ବ୍ୟକ୍ତି ବହୁ ଜଣଙ୍କୁ ବିବାହ କରିପାରୁଥିଲା। ତ ସେଇ ସମସ୍ୟାକୁ କେନ୍ଦ୍ର କରି ଏହି ନାଟକଟି ସାମାଜିକ ସମସ୍ୟା ମୂଳକ ନାଟକଟି ରଚିତ। ବୁଝିପାରିଲ? ଶୁଭା ଯାଉନି? କଣ ଏଥିରେ ବର୍ଣ୍ଣନା ରହିଛି କହିଲେ? ମୁଁ କହିଲି ଏଇ ନାଟକଟି ହଉଛି ପ୍ରତିଶୋଧ ନାଟକଟି ବହୁ ବିବାହ ଓ ଗାଁ ମହାଜନଙ୍କର ଧନ ଲୋଲୁପତାକୁ ଏଇ ସମସ୍ୟାକୁ ଭିତ୍ତି କରି ଏଇ ସାମାଜିକ ନାଟକଟି ରଚିତ। ବୁଝିପାରିଲ? ହଁ ମ୍ୟାଡ଼ାମ, କ୍ଲିୟର। ସେତେବେଳେ କଣ ହଉଥିଲା ନା ଗୋଟେ ବ୍ୟକ୍ତି ବହୁ ଜଣଙ୍କୁ ବିବାହ କରୁଥିଲା। ଏଇ ସବୁ ସାମାଜିକ ସମସ୍ୟାକୁ ନେଇକି ଏଇ ପ୍ରତିଶୋଧ ନାଟକଟି ରଚିତ। ତାପରେ ଦେଖିବା, ତା ପରବର୍ତ୍ତୀ ନାଟକ ହଉଛି ଆହୁତି।
ଏହା କାଳିଚରଣଙ୍କର ଦ୍ୱିତୀୟ ସାମାଜିକ ନାଟକ। ଲେଖିଦିଅ, ଏହା କାଳିଚରଣଙ୍କ ଦ୍ୱିତୀୟ ସାମାଜିକ ନାଟକ। ଏହା ଦ୍ୱିତୀୟ ନାଟକ ହେଇଥିଲେ ମଧ୍ୟ ଏଟା କଣ ନା ଗାର୍ଲ ସ୍କୁଲ ପରେ ଅଭିନୀତ ହେଇଛି। এই ନାଟକର ବିଷୟବସ୍ତୁ କଣ ରହିଛି ନା ଅସବର୍ଣ୍ଣ ବିବାହ ଓ ତଜନିତ ସମସ୍ୟାକୁ ଭିତ୍ତି କରି ନାଟକଟି ରଚିତ। ଅସବର୍ଣ୍ଣ ବିବାହ ମାନେ ଉଚ୍ଚ ନିଚ ଶ୍ରେଣୀରେ ଯୋଉ ବିବାହ ହଉଥିଲା ସେଇ ସବୁ ସମସ୍ୟା ଯାହା ଉପୁଜୁଥିଲା ସେ ସମୟରେ ସେଇ ସମସ୍ୟାକୁ ଭିତ୍ତି କରିକି ଏହି ନାଟକଟି ରଚିତ। କେଉଁ ନାଟକଟି? ଆହୁତି। ବୁଝି ହଉଛି ତ? ହଁ ମ୍ୟାଡାମ। ତାପରେ ପିଲାମାନେ ତାପରେ ତାଙ୍କର ଥାର୍ଡ ନାଟକ ବା ତୃତୀୟ ନାଟକ ହଉଛି ଗାର୍ଲ ସ୍କୁଲ। ଏହା ନାଟକାରଙ୍କର ତୃତୀୟ ସାମାଜିକ ନାଟକ। ଏହା ନାଟକାରଙ୍କର ତୃତୀୟ ସାମାଜିକ ନାଟକ, ଯୋଉଟା କି 1942 ମସିହା ଫେବୃଆରୀ ମାସରେ ଏହି ନାଟକ ଓଡ଼ିଶା ଥିଏଟର ଦ୍ୱାରା ଅଭିନୀତ ହୋଇଥିଲା। ହେଲା, ଏଇଟା ଲେଖିଦେବ ପିଲାମାନେ। ଗାର୍ଲ ସ୍କୁଲ 1942 ମସିହା ଫେବୃଆରୀ ମାସରେ ଏହି ନାଟକ ଓଡ଼ିଶା ଥିଏଟର ଦ୍ୱାରା ଅଭିନୀତ ହୋଇଥିଲା। ଲେଖିପାରୁଛ ତ? ହଁ। ତାପରେ ଦେଖ, ଏହି ନାଟକ କାହା ଉପରେ ଅଛି ନା ଆଧୁନିକ ସ୍ତ୍ରୀ ଶିକ୍ଷା। ଏହି ନାଟକରେ ସ୍ତ୍ରୀ ଶିକ୍ଷାକୁ ବେଶୀ ପ୍ରାଧାନ୍ୟ ଦିଆଯାଉଥିଲା। ଆଧୁନିକ ସ୍ତ୍ରୀ ଶିକ୍ଷା ଉପରେ ଏହି ନାଟକଟି ଆଧାରିତ। ତାପରେ ପିଲାମାନେ କଣ ତାଙ୍କର ନାଟକ ନା ଚୁମ୍ବନ। ଗାର୍ଲ ସ୍କୁଲର ପରବର୍ତ୍ତୀ ନାଟକ ହେଉଛି ଚୁମ୍ବନ। ଚୁମ୍ବନ ନାଟକ ଏହା ନାଟକାରଙ୍କର ଗୋଟେ ଘଟଣା, ଯେଉଁ ଘଟଣା ସେ ଦେଖିଥିଲେ ସେ ଘଟଣାକୁ ସେ କଣ କଲେ, ସେ ଘଟଣାଟା ତାଙ୍କ ମନକୁ ଏତେ ଛୁଇଁଥିଲା ଯେ ସେ ତାକୁ ନାଟ୍ୟ ରୂପ ଦେଇଛନ୍ତି। ଦେଖ, ଏକଦା ନାଟକାର ବଡମ୍ବାରୁ କଟକ ଫେରୁଥିଲେ। ସେ ବାଟରେ କଣ ହେଇଛି ନା ଆଠଗଡ ରେଳ ଷ୍ଟେସନ ଠାରେ ଗୋଟିଏ ହରିଣୀ ତାର ଶିଶୁ ଶାବକ ମାନେ ତା ଛୁଆକୁ କଣ କଲା, ସ୍ନେହରେ ଚାଟୁଥିଲା ବା ଗେଲ କରୁଥିବା ଦୃଶ୍ୟକୁ ଦେଖିକି ସେଥିରେ କଣ ହେଇଛି, ସେ ଏ ଦୃଶ୍ୟ ତାଙ୍କୁ ଏତେ ମନକୁ ଛୁଇଁଥିଲା ଯେ ନାଟକାର ସେହି ପବିତ୍ର ସ୍ମୃତି ଅନୁସରଣରେ ଏ ନାଟକର ନାମ ରଖିଥିଲେ ଚୁମ୍ବନ। ଏଇଟା ସେ କୋଉଥିରେ ଲେଖିଛନ୍ତି ନା ଏ ବିଷୟରେ ସେ ତାଙ୍କର ଆତ୍ମଜୀବନୀରେ ଉଲ୍ଲେଖ କରିଛନ୍ତି। ଏହାର ଚରିତ୍ର, ଚୁମ୍ବନର ଚରିତ୍ର ଗୁଡାକ ଲେଖି ପକା। ନାୟକ ହଉଛି ମଦନ। ଚୁମ୍ବନର ଚରିତ୍ର ହଉଛି, ନାୟକ ହଉଛି ମଦନ, ନାୟିକା ପ୍ରେମ, ନାୟକ ମଦନ, ନାୟିକା ପ୍ରେମ, ଗଣ ଚରିତ୍ର ହଉଛି ସଦାନନ୍ଦ ବାବା। ତାପରେ ଏହି ନାଟକ ଓଡ଼ିଶା ଥିଏଟରରେ ମଞ୍ଚସ୍ଥ ହୋଇଥିଲା। ତାପରେ ଦେଖିବା ଆଉ ଗୋଟେ ନାଟକ ହଉଛି ଚୁମ୍ବନ ପରବର୍ତ୍ତୀ ନାଟକ ହଉଛି ପରିବର୍ତ୍ତନ। ଏହା ଏକ ଶିକ୍ଷାମୂଳକ ସଂସ୍କାର ଧର୍ମୀ ନାଟକ। ଏଥିରେ ମଦ୍ୟପାନ ଓ ବେଶ୍ୟାଶକ୍ତି ଆଦି ସାମାଜିକ ବ୍ୟାଧି ବିଷୟରେ ଆଲୋକପାତ କରାଯାଇଛି। ଏଥିରେ ବିଶେଷ କିଛି ଆଲୋଚନା ନାହିଁ। ତାପରେ ଦେଖିବା ଜୟଦେବ। ଜୟଦେବ ଜଣେ କିଏ? କବି। ଆଚ୍ଛା, ଠିକ ଅଛି। ଦେଖ, ଜୟଦେବ ଜଣେ କବି। ଏହା ବିଷୟ ହଉଛି ମହାକବି ଜୟଦେବଙ୍କ ଜୀବନ ବୃତ୍ତାନ୍ତ ଉପରେ ଏହି ଜୀବନୀ ମୂଳକ ନାଟକ। ଏହା ମହାକବି ଜୟଦେବଙ୍କ ଜୀବନ ଉପରେ ଏହି ଜୀବନୀ ମୂଳକ ନାଟକଟି ରଚିତ। ତ ଜୟଦେବ କଣ ରଚନା କରିଥିଲେ? ଗୀତ ଗୋବିନ୍ଦ। ହଁ, ଠିକ ଅଛି। ଜୟଦେବ କଣ ରଚନା କରିଥିଲେ ନା ଗୀତ ଗୋବିନ୍ଦ ରଚନା କରିଥିଲେ। ତ ଆର ଚରିତ୍ର ଗୁଡିକ ହଉଛି
ଚରିତ୍ର ଗୁଡାକ ଲେଖ। ଚରିତ୍ର ହଉଛି ମୁଖ୍ୟ ଚରିତ୍ର ହଉଛି ଜୟଦେବ, ଜୟଦେବ ନାଟକର ମୁଖ୍ୟ ଚରିତ୍ର ହଉଛି ଜୟଦେବ। ଗୌଣ ଚରିତ୍ର ହଉଛି ଗୌଣ ଚରିତ୍ର ବା ଯାହାକୁ ଆମେ କହିବା ଟାଇପ ଚରିତ୍ର। ଗୌଣ ଚରିତ୍ର ଯାହାକୁ ଆମେ କହିବା ଟାଇପ ଚରିତ୍ର, ସେ ଚରିତ୍ର କିଏ ନା ପୁରିଆ ଓ ରଥିଆ। ପୁରିଆ ଓ ରଥିଆ। ଲେଖିପାରୁଛ ତ? ହଁ ମ୍ୟାଡାମ ଲେଖି ହଉଛି। ହଁ। ତାପରେ ପିଲାମାନେ ଦେଖ, ଭାତ। ଭାତ ନାଟକାର କାଳୀଚରଣ ପଟ୍ଟନାୟକଙ୍କର ଭାତ ନାଟକ, ଯୋଉଟା କି ପିଲାମାନେ ଆମର ସର୍ବନିମ୍ନ ଆବଶ୍ୟକତା ରହିଛି କଣ? ସର୍ବନିମ୍ନ ଆମର ସର୍ବନିମ୍ନ ଆବଶ୍ୟକତା ରହିଛି ଭାତ, ଯୋଉଟା କି ଖାଦ୍ୟ, ବସ୍ତ୍ର, ବାସଗୃହ। ଯଦି ଭାତ କଣ ମଣିଷର ଗୋଟେ ପ୍ରଧାନ ସମସ୍ୟା କଣ? ଖାଦ୍ୟ ହଉଛି ଭାତ। ତ ସେଇଟା ଯେତେବେଳେ ମଣିଷର ପୂରଣ ହେଇପାରୁନି, ସର୍ବନିମ୍ନ ଆବଶ୍ୟକତା ଭାତ ଯେତେବେଳେ ପୂରଣ ହେଇପାରୁନି, ସେଇଟାକୁ ନେଇ କେନ୍ଦ୍ର କରିକି ଏଇ ନାଟକଟା ଲେଖକ ଲେଖିଛନ୍ତି। ନା କଣ? ନାଟକର ମୂଳସ୍ୱର ହେଉଛି ବିଦ୍ରୋହ ଓ ବିପ୍ଳବ। ଯେତେବେଳେ ତାଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ ହେଇପାରୁନି, ସେତେବେଳେ ବିଦ୍ରୋହ ଓ ବିପ୍ଳବ ହେଉଛି। ଏହି ନାଟକ ଏକ ଗାନ୍ଧୀବାଦୀ ନାଟକ। ଏହି ନାଟକ ଏକ ଗାନ୍ଧୀବାଦୀ ନାଟକ। ଏହି ନାଟକଟି କେଉଁ ନାଟକ ଦ୍ଵାରା ପ୍ରଭାବିତ? ନା କଙ୍ଗନା ଓ ରୋଟି ନାଟକ ଦ୍ଵାରା ପ୍ରଭାବିତ। ହିନ୍ଦୀର କଙ୍ଗନ ଓ ରୋଟି ନାଟକ ଦ୍ଵାରା ପ୍ରଭାବିତ। ଏହାର ଚରିତ୍ର ଲେଖ। ନାୟକ ଜୟୀ। ଏହାର ଚରିତ୍ର ନାୟକ ଜୟୀ ଓ ନାୟିକା ରମା। ଏଇଟା ହଉଛି ମୁଖ୍ୟ ଚରିତ୍ର ବା ନାୟକ ଜୟୀ, ନାୟିକା ହଉଛି ରମା। ଗୌଣ ଚରିତ୍ର ହଉଛି ବିଜୟା ଓ ଅନନ୍ତ। ଗୌଣ ଚରିତ୍ର ବିଜୟା ଓ ଅନନ୍ତ। ଭାତ ନାଟକ ପରେ ତାଙ୍କର ପରବର୍ତ୍ତୀ ନାଟକ ହଉଛି ଚକ୍ରୀ। ଭାତ ନାଟକ ପରେ ତାଙ୍କର ପରବର୍ତ୍ତୀ ନାଟକ ଚକ୍ରୀ। ଏହା ଏକ ପୌରାଣିକ ନାଟକ। ଏହାର ବିଷୟବସ୍ତୁ ମହାଭାରତରୁ ଗୃହୀତ। ଏହି ନାଟକଟି କେଉଁ ନାଟକ ଦ୍ଵାରା ପ୍ରଭାବିତ ହୋଇଛି? ନା ପାର୍ଥ ସାରଥୀ। ଏହି ନାଟକଟି ବଙ୍ଗଳାର ପାର୍ଥ ସାରଥୀ ନାଟକ ଦ୍ଵାରା ପ୍ରଭାବିତ। ଏହାର ଚରିତ୍ର ହଉଛି ଭୀଷ୍ମ, ଗଙ୍ଗା, ଅର୍ଜୁନ, ଶ୍ରୀକୃଷ୍ଣ। ଚକ୍ରୀ ନାଟକ ଏହା ଏକ ପୌରାଣିକ ନାଟକ। ଏହାର ଚରିତ୍ର ହଉଛି ଭୀଷ୍ମ, ଗଙ୍ଗା, ଅର୍ଜୁନ, ଶ୍ରୀକୃଷ୍ଣ। ଆଉ ଏହାର ଦ୍ୱନ୍ଦ୍ୱ ଚରିତ୍ର ଚିତ୍ରଙ୍ଗଦା ଓ ବଭ୍ରୁବାହନ। ତାପରେ ତାଙ୍କର ପରବର୍ତ୍ତୀ ନାଟକ ହଉଛି ବର୍ଣ୍ଣମାଳା। ତାଙ୍କର ପରବର୍ତ୍ତୀ ନାଟକ ହଉଛି ବର୍ଣ୍ଣମାଳା। ଏଇ ନାଟକ ନାୟକ ଆଉ ନାୟିକା ନାମ ଉଭୟଙ୍କ ନାମ ଅନୁସାରେ ଏହି ନାଟକଟି ରଚିତ। ଯେମିତି ଆଗରୁ ସଂସ୍କୃତରେ କଣ ହଉଥିଲା ନା ସଂସ୍କୃତରେ ନାୟକ ନାୟିକାଙ୍କ ନାମ ଅନୁସାରେ ନାଟକ ଗୁଡିକ ଲେଖା ହଉଥିଲା। କେମିତି ନା ମାଳତୀ ଆଉ ମାଧବ, ଏଇଟା ଗୋଟେ ସଂସ୍କୃତ ନାଟକ। ତାର ନାମ ଅନୁସାରେ ନାଟକଟି ରଚିତ ହେଇଥିଲା। ସେକ୍ସପିୟରଙ୍କ ରୋମିଓ ଓ ଜୁଲିଏଟ ନାଟକ। ଏହି ନାଟକ ପରି ବର୍ଣ୍ଣମାଳା ମଧ୍ୟ ନାୟକ ଓ ନାୟିକା ନାମ ଅନୁସାରେ ଏ ନାଟକଟି ରଚିତ। ଏଥିରେ ମଦ୍ୟପାନ ଓ ବେଶ୍ୟାଶକ୍ତିର କୁପରିମାଣକୁ ଦର୍ଶାଇ ଦିଆଯାଇଛି। ଶୁଣୁଛ ତ ପିଲାମାନେ? ଶୁଭା ଯାଉଛି? ଆଜ୍ଞା ହଁ ମ୍ୟାଡାମ ଶୁଣା ଯାଉଛି। ଶୁଣାଯାଉଛି। ଆଜ୍ଞା। ତାପରେ ଶୁଣ, ଏଥିରେ ମଦ୍ୟପାନ ଓ ବେଶ୍ୟାଶକ୍ତିର
କୁ ପରିମାଣକୁ ଦର୍ଶାଇ ଦିଆଯାଇଛି। ଏଟା ବର୍ଣ୍ଣମାଳାରେ। ତାପରେ ବର୍ଣ୍ଣମାଳାର ଚରିତ୍ର କିଏ? ଯେହେତୁ ନାୟକ ନାୟିକାଙ୍କ ନାମ ଅନୁସାରେ ନାଟକଟି ରଚିତ, ଏହାର ଚରିତ୍ର କଣ ହବ? ବନ ଓ ମାଲା। ବର୍ଣ୍ଣମାଳା। ଭେରି ଗୁଡ। ତାପରେ ଦେଖ ଲେଖିଦିଅ, ନାୟକ ହଉଛି ବନ ଓ ନାୟିକା ହଉଛି ମାଳା। ତାପରେ ଦେଖ ଏହି ନାଟକ କାଳିଚରଣଙ୍କର ସର୍ବପ୍ରଥମ ଅପରାଧମୂଳକ ନାଟକ। ଲେଖିପାରିବ, ଯିଏ ଲେଖିବାକୁ ଚାହୁଁଛ ଲେଖିଦିଅ। ନାୟକ ହଉଛି ବନ ଓ ନାୟିକା ହଉଛି ମାଳା। ଏହି ନାଟକ କାଳିଚରଣଙ୍କ ସର୍ବପ୍ରଥମ ଅପରାଧମୂଳକ ନାଟକ। ତା ପରବର୍ତ୍ତୀ ନାଟକ ଦେଖିବା, ଅତିବଡି ଜଗନ୍ନାଥ ଦାସ। ଏହା ଏକ ଜୀବନୀମୂଳକ ଐତିହାସିକ ନାଟକ। ଏଥିରେ ଚରିତ୍ର ହଉଛନ୍ତି ତର୍କ ପଞ୍ଚାନନ ଏବଂ ଗଜପତି ଅତିବଡି। ଅତିବଡି ଜଗନ୍ନାଥ ଦାସ ନାଟକ ପରେ ତାପରେ ହଉଛି ବେକାର ନାଟକ। ଏହି ନାଟକରେ ବେକାର ସମସ୍ୟାକୁ ବିଭିନ୍ନ ଦିଗକୁ ଆଲୋଚନା କରିଛନ୍ତି। ଏହି ନାଟକରେ ନାଟକାର ବେକାରର ସମସ୍ୟାର ବିଭିନ୍ନ ଦିଗକୁ କଣ କରିଛନ୍ତି ନା ନାଟକରେ ଆଲୋଚନା କରିଛନ୍ତି। ଏହାର ଚରିତ୍ର କିଏ? ନା ନାୟକ ହଉଛି ଜଗମୋହନ। ଏହି ନାଟକର ନାୟକ ହଉଛି ଜଗମୋହନ ଓ ନାୟିକା ହଉଛି ଗୀତା। ତାପରେ ଏହାର ଗୌଣ ଚରିତ୍ର କିଏ? ନା ବେକାରର ଗୌଣ ଚରିତ୍ର କିଏ? ନା ବେଲୁଚି। ଏହି ନାଟକର ଗୌଣ ଚରିତ୍ର ହଉଛି ବେଲୁଚି। ତାପରେ ଦେଖିବା ଅଭିଯାନ। ଅଭିଯାନ ଏକ ଐତିହାସିକ ନାଟକ। ଏଇଟା କେଉଁ ଘଟଣା ଉପରେ ଆଧାରିତ? ନା ଏହା ପୁରୁଷୋତ୍ତମ ଦେବଙ୍କର କାଞ୍ଚି ଅଭିଯାନକୁ ଭିତ୍ତି କରି ରଚିତ। ଅଭିଯାନ ନାଟକ ଏହା ଏକ ପୌରାଣିକ ନାଟକ। ତାପରେ ଏହା ପୁରୁଷୋତ୍ତମ ଦେବଙ୍କର କାଞ୍ଚି ଅଭିଯାନକୁ ଭିତ୍ତି କରି ରଚିତ। ଏହାର ଚରିତ୍ର କିଏ? ନା ଏହାର ମୁଖ୍ୟ ଚରିତ୍ର ହଉଛନ୍ତି ପଦ୍ମାବତୀ ଓ ପୁରୁଷୋତ୍ତମ। ଗୌଣ ଚରିତ୍ର କିଏ? ନା କଞ୍ଚୁକି, କାଞ୍ଚି ରାଜା, ବିଜୟ ଚନ୍ଦ୍ରାକ୍ଷ, ଉତ୍କଳ ଦୂତ, ମାୟା, ଚତୁରିକା, ମାଣିକ୍ୟ। ତାପରେ ତାଙ୍କର ପରବର୍ତ୍ତୀ ନାଟକ କଣ? ନା ରକ୍ତମାଟି। ରକ୍ତମାଟି ନାଟକଟି 1947 ମସିହା ନାଟକ। 1947 ମସିହା ନାଟକ। ରକ୍ତମାଟି ଏକ ସମସ୍ୟାମୂଳକ ନାଟକ। ଏହାର ବିଷୟ ହେଉଛି ମୁନାଫାଖୋର ପୁଞ୍ଜିପତି। ମୁନାଫାଖୋର ପୁଞ୍ଜିପତି ଜଣେ ବ୍ୟକ୍ତି, ସେ ଯୋଉ ଦୁର୍ନୀତି କରୁଛି ତା ବିରୁଦ୍ଧରେ ସ୍ୱର ଉତ୍ତୋଳନ ହେଉଛି ଏହି ନାଟକର ବିଷୟବସ୍ତୁ। ଲେଖିପାରୁଛ ତ? ମୁନାଫାଖୋର ପୁଞ୍ଜିପତିର ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ ହେଉଛି ଏହି ନାଟକର ବିଷୟ। ତାପରେ ଏହାର ଚରିତ୍ର ନାୟକ ଚରିତ୍ର ହଉଛି ବିଜୟ। ନାୟିକା ଚରିତ୍ର ହଉଛି ଜଣେ ହରିଜନର ଝିଅ ଲତା। ବିଜୟ ହଉଛି ନାୟକ ଚରିତ୍ର। ନାୟିକା ଚରିତ୍ର ହଉଛି ଜଣେ ହରିଜନର ଝିଅ ଲତା। ଖଳନାୟକ ବା ପତିନାୟକ ଗଙ୍ଗା ଦାସ। ଗଙ୍ଗା ଦାସ କିଏ? ନା ଜଣେ ପୁଞ୍ଜିପତି। ସମସ୍ତେ ଲେଖିପାରୁଛ? Yes, ma'am. ଠିକ ଅଛି। ଦେଖ, ଗଙ୍ଗା ଦାସ ଜଣେ ପୁଞ୍ଜିପତି।
ତାପରେ ହଉଛି ଦଶଭୁଜା। ତାପରେ ତାଙ୍କ ନାଟକ ହଉଛି ଦଶଭୁଜା। ଦଶଭୁଜା ଏକ ପୌରାଣିକ ନାଟକ। ଦଶଭୁଜା ଏକ ପୌରାଣିକ ନାଟକ। ଚକ୍ରୀ ପରି, ଚକ୍ରୀ ଯୋଉ ତାଙ୍କର ଗୋଟେ ନାଟକ ଅଛି, ସେ ନାଟକ ପରି ଏହା କଣ ନା ଅପୂର୍ଣ୍ଣ ଅମିତ୍ରାକ୍ଷର ଛନ୍ଦରେ ରଚିତ ହୋଇଛି। ଏ ନାଟକଟା ହଉଛି ପୌରାଣିକ ନାଟକ, ଆଉ ଚକ୍ରୀ ପରି କଣ ଅପୂର୍ଣ୍ଣ ଅମିତ୍ରାକ୍ଷର ଛନ୍ଦରେ ରଚିତ। ଦଶଭୁଜା ନାଟକରେ ଦୁର୍ଗାଙ୍କ ଦ୍ୱାରା ମହିଷାସୁର ସଂହାର ବୃତ୍ତାନ୍ତ ବର୍ଣ୍ଣିତ। ତାପରେ ତାଙ୍କର ପରବର୍ତ୍ତୀ ନାଟକ ହଉଛି ଯୁଗେ ଯୁଗେ ଉତ୍କଳ। ଯୁଗେ ଯୁଗେ ଉତ୍କଳ 1947ରେ ପ୍ରଥମ ଥର ପାଇଁ, ଯୁଗେ ଯୁଗେ ଉତ୍କଳ 1947ରେ ପ୍ରଥମ ଥର ପାଇଁ ଏହି ନାଟକରେ ଉତ୍କଳ ଗୌରବମୟ ଅତୀତ ଇତିହାସର ଏକ ମନୋଜ୍ଞ ଆଲେଖ୍ୟ ପ୍ରଦତ୍ତ ହୋଇଅଛି। ଏଠାରେ ବିଶେଷ କିଛି ଦେଇନି। ତାପରେ ଦେଖିବା ଫଟା ଭୂଇଁ। କାଳୀଚରଣ ପଟ୍ଟନାୟକଙ୍କର ଫଟା ଭୂଇଁ। ଫଟା ଭୂଇଁ ନାଟକରେ ଇଂରେଜ ଶାସନର ଦୁସ୍ଥିତି ତତ୍ସହିତ ଭାରତ ବିଭାଜନର ଚିତ୍ର ଏଥିରେ ଦେଖାଯାଏ। ଇଂରେଜ ଶାସନର ଦୁସ୍ଥିତି ତତ୍ସହିତ ଭାରତ ବିଭାଜନ ଚିତ୍ର ଏଥିରେ ଦେଖାଯାଏ। ସେଥିପାଇଁ ନାଟକଟିର ନାଁ ହଉଛି ଫଟା ଭୂଇଁ। ଏହି ନାଟକରେ ଅଙ୍କ ଓ ଦୃଶ୍ୟ ଛାଡି ଏହାର ନାମ ଛାୟାଦୃଶ୍ୟ ଓ କାୟାଦୃଶ୍ୟ ନାମରେ ନାମିତ। ପ୍ରତ୍ୟେକ ନାଟକରେ ଅଙ୍କ ଓ ଦୃଶ୍ୟ ଥାଏ। ଏ ଅଙ୍କ ଓ ଦୃଶ୍ୟକୁ ଛାଡିକି ଏଥିରେ କଣ ଦେଖାଯାଉଛି ନା ଛାୟାଦୃଶ୍ୟ ଓ କାୟାଦୃଶ୍ୟ। ଫଟା ଭୂଇଁରେ ଛାୟାଦୃଶ୍ୟ ଓ କାୟାଦୃଶ୍ୟ ଦେଖାଯାଉଛି। ତାପରେ ଏହା ଫଟା ଭୂଇଁର ଚରିତ୍ର ହଉଛି ନାୟକ। ଫଟା ଭୂଇଁର ଚରିତ୍ର ହଉଛି ନାୟକ ଯୁଗ ପୁରୁଷ, ନାୟିକା ରାଜେଶ୍ୱରୀ, ଯିଏକି ବ୍ରାକେଟ ଲେଖିବ ଭାରତ ଜନନୀ। ରାଜେଶ୍ୱରୀ ଯିଏକି ବ୍ରାକେଟ ଲେଖିବ ଭାରତ ଜନନୀ। ତାପରେ ହଉଛି ଫଟା ଭୂଇଁ ପରେ ତାଙ୍କ ନାଟକ ହଉଛି ହରିଣ ଚାଳ। ହରିଣ ଚାଳ ନାଟକ 1950 ଅଭିନୀତ ହୋଇଥିଲା। ହରିଣ ଚାଳ ନାଟକ 1950 ଅଭିନୀତ ହୋଇଥିଲା। ହରିଣ ଚାଳ ଏକ ଅପରାଧମୂଳକ ନାଟକ। ନାଟକାରଙ୍କର ଏହା ଏକ ଅପରାଧମୂଳକ ନାଟକ। ଏଥିରେ ସମାଜ ସଂସ୍କାର ଓ ନିମ୍ନ ମଧ୍ୟବିତ୍ତ ପରିବାରର ମନୋଜ୍ଞ ଚିତ୍ର ରହିଛି। ତାପରେ ହଉଛି ରକ୍ତ ମନ୍ଦାର। ପରବର୍ତ୍ତୀ ନାଟକ ତାଙ୍କର ରକ୍ତ ମନ୍ଦାର। ଏହା ଏକ ଐତିହାସିକ ନାଟକ। ଏହାର ବିଷୟ କଣ ନା ଖୋର୍ଦ୍ଧା ଓ ବାଙ୍କିର ଇତିହାସ। ଏହାର ବିଷୟ ଖୋର୍ଦ୍ଧା ଓ ବାଙ୍କିର ଇତିହାସ ଓ ଜନଶ୍ରୁତି ଉପରେ ଆଧାରିତ। ଏହାର ବିଷୟ କଣ ନା ଖୋର୍ଦ୍ଧା ଓ ବାଙ୍କିର ଇତିହାସ ଓ ଜନଶ୍ରୁତି ଉପରେ ଆଧାରିତ। ଏହି ନାଟକଟି ଅଭିନୀତ ବାଙ୍କିରାଣୀ ବୀରାଙ୍ଗନା ସୁକଦେଈଙ୍କର। ଏହି ନାଟକଟି ଅଭିନୀତ ବାଙ୍କିରାଣୀ ବୀରାଙ୍ଗନା ସୁକଦେଈଙ୍କର ଅପୂର୍ବ ଓ ବୀରତ୍ୱ ମହନୀୟତାର କାହାଣୀ ଉପରେ ଏଟା ବର୍ଣ୍ଣିତ। ତାପରେ ତାଙ୍କର ଶେଷ ନାଟକ ହଉଛି ସାରଳା ଦାସ। ତାପରେ ତାଙ୍କ ଶେଷ ନାଟକ ହଉଛି ସାରଳା ଦାସ, ଯୋଉଟା କି 1954 ଏହି ନାଟକଟି ରଚିତ। 1954 ଏହି ନାଟକଟି ରଚିତ। ଏହି ନାଟକଟି ପୋଲିସ ରିକ୍ରିଏସନ କ୍ଲବ ଦ୍ୱାରା ଅଭିନୀତ ହୋଇଥିଲା। ଏହି ନାଟକଟି ପୋଲିସ ରିକ୍ରିଏସନ କ୍ଲବ ଦ୍ୱାରା ଅଭିନୀତ ହୋଇଥିଲା। ଏହା ଏକ ଚରିତମୂଳକ ନାଟକ।
ଶାରଳା ଦାସଙ୍କ ଜୀବନ ଚରିତ୍ରକୁ ଭିତ୍ତି କରି ନାଟକଟି ରଚିତ। ଏହି ନାଟକଟି ଶାରଳା ଦାସଙ୍କ ଜୀବନ ଚରିତକୁ ଭିତ୍ତି କରି ନାଟକଟି ରଚିତ। ଏହାର ଚରିତ୍ର ହଉଛି ତର୍କ ପଞ୍ଚାନନ, ଜୟଦେବ। ଏହାର ଚରିତ୍ର ତର୍କ ପଞ୍ଚାନନ, ଜୟଦେବ, ରଥିଆ, ପୁରିଆ, ଦନେଇ ଓ କହ୍ନେଇ। ଏହାପରେ ତାଙ୍କର ଆଉ କେତେ ଗୁଡିଏ ନାଟକ ଲେଖି ରଖ। ଏତଦ୍ ବ୍ୟତୀତ ତାଙ୍କର ଆଉ କିଛି ନାଟକ ହଉଛି ହୀରାଖଣ୍ଡ, କମଳା, ପଥର ଘର। ସମସ୍ତେ ଲେଖି ସାଇଲ? ହଁ ମ୍ୟାଡାମ। ତାଙ୍କର ଜୀବନୀ ମୂଳକ ନାଟକ 3ଟି ଅଛି। କଣ କଣ? ଶାରଳା ଦାସ ଆଉ ଜୟଦେବ ଆଉ ଗୋଟେ ଅତି ବଡି ଜଗନ୍ନାଥ ଦାସ। ହଁ, ତାଙ୍କର 3ଟି ହଉଛି। ଏଇ 3ଟି ହଉଛି ତାଙ୍କର ଜୀବନୀ ମୂଳକ ନାଟକ। ହଉ ତାହେଲେ ପିଲାମାନେ ବି ରଖୁଛି। ସାର୍ ରଖିବା। ହ୍ୟାଲୋ। ସାର୍ ବ୍ୟସ୍ତ ଥିବେ। ହଉ ପିଲାମାନେ ମୁଁ ରଖୁଛି। ପରବର୍ତ୍ତୀ କ୍ଲାସ ରେ ଦେଖାହବ। ଆଜ୍ଞା।